ଦେଖନ୍ତୁ ଇଏ ଜଳିବ ଲାଗୁନି ବୋଧେ ଟିକେ ନା করে ନା ପୁଡ ପୁଡ ଜଳୁଛି। ନାଇଁ ସେଟା ରଖିଥାନ୍ତୁ ଆପଣ ଟେଷ୍ଟ କରିବାକୁ ପଠେଇବା ଜଳୁଛି ଅଣ୍ଡା ହେଲା ପୁଡ ପୁଡ ଅଣ୍ଡା କେମିତି ହବ ଲାଗୁନି ନିଆଁ ଠିକ ସେ ଗନ୍ଧ ଦେଖନ୍ତୁ ଏ ଅଣ୍ଡାକୁ ନିଆଁ ଲଗାଇଲା ଜଳୁଛି ଏବଂ ଏହାର ସ୍ମେଲ ଯେଭଳି ପ୍ଲାଷ୍ଟିକ ପୋଡ଼ିଲେ ସ୍ମେଲ ଆସେ ସେଇପଟେ ସ୍ମେଲଟା ଆସୁଛି ଅଣ୍ଡା କେବେ ପୋଡ଼ିଲେ ଏପଟେ ସ୍ମେଲ ହିଁ ଆସିବ ନାହିଁ। ଦେଖନ୍ତୁ ଅଙ୍ଗନବାଡି କେନ୍ଦ୍ରରେ ମିଳୁଛି ପ୍ଲାଷ୍ଟିକ ଅଣ୍ଡା ଅଭିଯୋଗ କଲେ କୋମଳମତି ଶିଶୁଙ୍କ ମା ରଶ୍ମିରେଖା ରାଉତ କୋମଳମତି ଛୁଆ ଖାଇଲେ ଅଙ୍ଗନବାଡି କେନ୍ଦ୍ରରୁ ମିଳୁଥିବା ପ୍ଲାଷ୍ଟିକ ଅଣ୍ଡା ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଶୁକ୍ଲେଶ୍ୱର ଅଙ୍ଗନବାଡି କେନ୍ଦ୍ରରୁ। ଅଭିଯୋଗ କରିଛନ୍ତି ଶୁକ୍ଲେଶ୍ୱର ଅଙ୍ଗନବାଡି କେନ୍ଦ୍ରର ଶିଶୁଙ୍କ ଅଭିଭାବକ। ଖାଲି ସେତିକି ନୁହେଁ ସୁଜିରେ ମଧ୍ୟ ପୋକ ସାଲୁ ବୋଲି ଦୃଶ୍ୟ ଦେଖିବାକୁ ମିଳିଛି। ହେଲେ ଏଭଳି ଅଭିଯୋଗକୁ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ବ୍ଲକର ସିଡିପିଓ। ମୋ ନାଁ ରଶ୍ମିରେଖା ରାଉତ ମୋ ପୁଅ ନାଁ ରୁଦ୍ରନାରାୟଣ ପଣ୍ଡା ସେ ଅଙ୍ଗନବାଡ଼ିରୁ ଗତ ମାସର ଅଣ୍ଡା ମିଳିଥିଲା 12ଟି ଅଣ୍ଡା ମିଳିଥିଲା 12ଟି ଅଣ୍ଡାରୁ ମୁଁ ତାକୁ ଗୋଟେ ଅଣ୍ଡା ସିଝେଇକି ଖାଇବା ପାଇଁକା ଦେଇଥିଲି ଯେହେତୁ କେଶର ଖାଏନି ମୁଁ କେଶର କାଢ଼ିଦେଲି କେବଳ ଅଣ୍ଡାର ଉପରି ଭାଗଟା ଧଳା ଅଂଶଟା ତାକୁ ମୁଁ ଫାଳେ ଦେଇକି ଅଧା ଫାଳଟି ରଖିଦେଇଥିଲି ସେ ଖାଇନଥିଲା ତ ତାପରଦିନ ସକାଳୁ ଯେବେ ମୁଁ ଉଠିକି ସେ ଅଣ୍ଡାଟାକୁ ଫୋପାଡ଼ିବା ପାଇଁ ଗଲି ସେ ପୁରା ପ୍ଲାଷ୍ଟିକ୍ ଟାଇପ୍ର ହିଁ ଦେଖାଗଲା। ଏହାର ସଠିକ୍ ତଦନ୍ତ କରାଯାଉ ତାହାଦ୍ୱାରା ଜଣାପଡ଼ୁ ଅଣ୍ଡାଟି କେଉଁଠୁ ଆସିଥିଲା ଏବଂ କିଏ ଅଙ୍ଗନବାଡ଼ି କେନ୍ଦ୍ରକୁ ପଠାଇଥିଲା ତାଦ୍ୱାରା ସବୁ ପିଲାମାନଙ୍କୁ ଯେଭଳି ଠିକ୍ ଅଣ୍ଡା ମିଳାଯାଉ ଏପରି କିଛି ପ୍ଲାଷ୍ଟିକ୍ ଅଣ୍ଡା ଖାଇବା ଦ୍ୱାରା ମଧ୍ୟ ପିଲାମାନଙ୍କର ସ୍ୱାସ୍ଥ୍ୟ ଖରାପ ହେଉଛି ଏହାର ଠିକ୍ ତଦନ୍ତ କରାଯାଉ। କଟକ ଜିଲ୍ଲା ମାହାଙ୍ଗାରୁ ଜିଲ୍ଲା ପ୍ରତିନିଧି ପବିତ୍ର ଓଝାଙ୍କ ରିପୋର୍ଟ ଦୁର୍ଗା ନ୍ୟୁଜ୍ 24 ଓଡ଼ିଆ।